ଆମର ଏଇଟାକୁ ନେଇକି 4 ପାଳି ହେଇଗଲା। এইটা ହେଇନି କାଲି କି ହବ 4 ପାଳି। ଆଜି ତ ଆଉ କ'ଣ କି ଆଉ କାଲି ଆଉ ଆଜି ଆଉ କିଛି ମାନେ ଫରକ ନାହିଁ। ଯାଇଥିଲ ପୁରୁଣା ଆଡ଼େ? ପୁରୁଣା ମୁଁ ଯାଇଥିଲି ଯାଇକି ଇଆଡ଼େ ଆଇଲି। ସବୁ ଜଳି ଯାଇଛି ତ? ହଁ ସବୁ ଜଳି ଯାଇଛି। ଡେରି କରିନି ଆଉ। ଆମର ଆଉ ଦବା କେତେ ପଇସା ଦବା ଆଉ? ତମେ 49 45 ଦେଇଥିଲ 15 45 ଦେଇନଥିଲ 30 15 କହିଛ ତମେ କହିସାରୁନ। ମୁଁ ନେଇକି ଦେଲି ସେଦିନ ହେଲା 15 30 15,000 କ୍ୟାସ୍ ଆଏ ଦେଲି। ବାବୁ ତମେ 20,000 ନେଇଥିଲ ପାରାଦ୍ୱୀପ ବାଲାର 35,000ରୁ 30,000 ଦେଲେ ଏକକାଳୀନ ମନେ ଅଛି କି ନାହିଁ? 15 ଫୋନ ପେ କଲ କି ନାହିଁ? ମୁଁ ସେଦିନ ଦେଲି 30,000 ଟଙ୍କା ଆପଣଙ୍କୁ। ହଁ ଗଲା। ହଁ ଆଉ ଗୋଟେ ଦିନ ନେଇକି ଗଲି 15,000। ହଁ ସେଇଟା ଆପଣ ପେଡ଼ି ଭିତରେ ଯେଉଁ ଇଏ ଖାତା ଭିତରେ ରଖିଲେ। ହଁ କେତେ ହେଲା? 45 ହଁ ହେଲା। 336 336ରୁ ସେଇଟା କେତେ ମାଇନସ୍ ହେବ ସେଇଟା ମୁଁ ଜାଣିନି। ତମର 2 ମାଇନସ୍ 22 ମାଇନସ୍ ହେବ ମାନେ 2,200। 2,200 ଟଙ୍କା ମାଇନସ୍ ହେବ ତ? ହଁ ହଉ ଆପଣଙ୍କ କହିବା ଅନୁସାରେ ମୋ କହିବା ଅନୁସାରେ ସବୁ ବିଲ୍ ନେବ 2,200 ଟଙ୍କା ମାଇନସ୍ ହେବ। ହଉ ମୁଁ କ'ଣ ମନା କଲି? ନାଇଁ ମୁଁ ମନା କରୁନି। ପଇସା ବାଟରେ ମଣିଷ ବାଟରେ 2,200 ଟଙ୍କା ମାଇନସ୍ ହେବ। ହଁ ବୋଲା ସରିଲା। ଧର ଆମର 45 ଇଏ ହେଲା 336 ଆମର ହେଇଗଲା 51 51ରୁ 2,000 ମାଇନସ୍ 2,000 କେମିତି? ଇଏ 2200 ମାଇନସ୍ କରିଦିଅ କି ନହେଲେ 2500 ମାଇନସ୍ କରିଦିଅ। 6,000ରୁ ତମର 4,000 ଟଙ୍କା ଗୋଟେ 3800 ଟଙ୍କା ଗୋଟେ ଘିଅ ବାବଦରେ ଯିବ। ସେମିତି ଥିଲା 3,000 ମନେ ଅଛି ପ୍ରଥମ ଦିନ। ତାପରେ ନେଇକି ଦେଲି 3। ଶୁଣୁନ ମୁଁ କହିସାରେ 3,000 ଦେଲ ଆଉ ରହିଲା 800 ବାକି। 3,000ରୁ 800 ଗଲେ କେତେ 2200 ରହିଲା। 2,000 ଟଙ୍କା ତାକୁ ଦିଆ ହେଇଥିଲା ଇଏ କରିକି। ମୁଁ ତେଲ ପକେଇଥିଲି 5 ଲିଟର 200 ଟଙ୍କା ଦେଇଥିଲି। ଆଉ ଆମେ ଖର୍ଚ୍ଚ ବାର୍ଚ୍ଚିକି ଆମେ ପଇସାରେ ଆସିଲୁ। ଯାଇଥିଲୁ ତ ଯୋଡ଼ା କାମରେ ଗଲା। ତମର 96,000 ଟଙ୍କା ହେଉଛି ଜିନିଷ। 96,000ରୁ କେତେ ଗଲା? କହୁନାହାନ୍ତି କେତେ ଗଲା? ମୁଁ କେମିତି କହିବି ଯେ ଆପଣ ତ। ଆରେ ବାବୁ 96,000ରୁ 47,000 ଟଙ୍କାରୁ ଗଲେ କେତେ ହେଲା? 49 ହେଲାନି? ମୁଁ କାହିଁ କହିବି? କଥା ତ ପଇସା ତ ଗୋଟେ ଆଉ କ'ଣ ହିସାବ ଲେଖିଛଟି? ଲେଖା ହେଇ ତ ଗଲା ସିଧା 46,000 ଟଙ୍କା 45 46 47,200 ଟଙ୍କାରୁ 200 ଟଙ୍କା ମୁଁ ତେଲ ପକେଇଥିଲି। 47,000 ଟଙ୍କା তুমি ଦେଇଛ ନା ନାଇଁ? ଭୁଲ କହିଲି? 15 ଦେଲ ପ୍ରଥମେ ଦିଆହେଲା 3 ତାପରେ ଦେଲା 3,600। ଶୁଣିଛ ନା ଆପଣ ଯେଉଁଟା ମୁଁ ଆପଣ ମାଇନସ୍ କରିଦିଅନ୍ତୁ ମୋର କିଛି ଦୁଃଖ ନାହିଁ। କିନ୍ତୁ ଆପଣ କହିଲେ 3,6 ହଁ 6 ତାପରେ ଗୋଟେ 15 ଦେଲେ ଆପଣ 21 21ରୁ 21 ଇଏ ହେଲା 30 21 30 51 51ରୁ 3800 ଟଙ୍କା ମାଇନସ୍ କରିବ। 51ରୁ 3800 ଟଙ୍କା ମାଇନସ୍ କରିଦିଅ। 51ରୁ 3800 ହେଲେ 51 50 49 ହେଲେ 48,800। ହଁ 48,800 ଟଙ୍କା। ଆଚ୍ଛା 48,000 ଟଙ୍କା 48,800 ନା? ଧର 49 ନା ମୁଁ 49 ହେଲା। ଆଉ ଆପଣ କେତେ ପଇସା ପାଇବେ କୁହନ୍ତୁ? 49 ଆଉ 49,000 ତାମାନେ ଲକ୍ଷେ ଟଙ୍କା ବର୍ତ୍ତମାନ ହେଇଗଲା। ହେଲାନି ଆଉ କ'ଣ? କେମିତି 96,000 ହିସାବ କରୁନ। 49 ଇଏ ଆପଣ ନେବେ 49 ନା? ହିସାବ କରୁନାହାନ୍ତି ଆପଣ। ହିସାବ କରୁନ। ହଉ ଦିଆହବ ସେଥିରେ କ'ଣ ଅଛି? ଦିଆହବ। ନାଇଁ ଜିନିଷ ତ ଆଣିକି ମୋତେ ହାଣ୍ଡଓଭର କରିଦେଲେ ମୁଁ ଖୁସି ତମେ ଖୁସି। ମୁଁ ତ ଦେବି। ମୁଁ ତ ମମକୁ ମନା କରୁନି। ପଇସା ଆସିନି ବୋଲି କାଲି ହେଠି ଗୁରୁବାର ଦେଲାନି। କାଲି ଗୁରୁବାର ଥିଲା କି ଦବ ନା କ'ଣ? ଆଜି ସଂକ୍ରାନ୍ତି ପଡ଼ିଲା କି ଦବ ନା? ଆଜି ସଂକ୍ରାନ୍ତି ହେଠି ସେ ଦବନି। ସକାଳୁ ମୁଁ ଫୋନ୍ କରିଥିଲି। ନାଇଁ ସଂକ୍ରାନ୍ତି ଆଜି ବଡ଼ ଦିନ ହେଲା। କହିଲା ମୁଁ ନାହିଁ ପଇସା। ମୋତେ ଡାଇରେକ୍ଟ ସକାଳୁ ମୋତେ କହିଥିଲା 6:30ରେ ଫୋନ୍ କରିଥିଲି। ତମେ କେମିତି କରୁଥିଲ? ହେଲା ଶୁଣ ପଇସା ନଥିଲା ତମେ କହିଛ ଜିନିଷ ବାବୁ ଦେଖ ମୁଁ ତମକୁ 3 ଦିନ ହେଲାଣି କାମ ପ୍ରୟୋଗ କରିସାରିତାଣି। ଏଇ ଯେଉଁ ଜିନିଷଟା ଧର ସେ ଇଲେକ୍ଟ୍ରିକ୍ ଖୁଣ୍ଟି ଅଛି ଏଠିକି ଆସିବ ପ୍ରୟୋଗ କରିସାରିତାଣି। ମୁଁ ଦେଖୁଛି ଯେ ଆଙ୍କ ପାଖରେ ପଇସା ନାହିଁ। ପଇସା ମାଗିଛନ୍ତି ପରହସ୍ତ ଧନ ପୋଥିହସ୍ତ ବିଦ୍ୟା ଜାଣିଲ ଗଲା। ତମେ କାଲି ରାତିରେ ଗୋଟେ କଥା ଶୁଣିଲ ତମର ମୁଣ୍ଡ କାମ କରୁନି କରଜ କରିକିରି ନା ଭୁଲ କହିଲି? ମୁଣ୍ଡ କାମ କରୁନି। ମୁଁ କହିଲି ମୁଁ 6ଟା ସୁଦ୍ଧା ପହଞ୍ଚିବି। ଏ ତ 9:30 ପରେ 10ଟା ହେଇଗଲାଣି ପାଖାପାଖି। ତାପ ଲେବୁଲ୍ କ୍ରସିଂ ପାସ୍ କରୁଥିଲେ ଯେତେବେଳେ ମୁଁ ଯାଉଛି
ମୁଁ ଭୋରୁ ଆସିବି ସିଆଡ଼ୁ ଆଇଲା ବେଳକୁ ଇଏ ବସି ମୁଁ କହିଲି ଆରେ ତୁ ବସିଛ କାହିଁକି ତୁମ କାମ କଲନି ତୁରନ୍ତ କାଲିକି ଠିକ୍ କରିଦିଅ କାମ ଯିବା ହାରି ଜିନିଷ ଆଣି ହାରି କାମ ଶେଷ କରିଦିଅ ଆଜିକି ହେଇଗଲା କେତେ ଦିନ ଆମର ଶନିବାର ଆରମ୍ଭ ହେଇଥିଲା ପରା ଆମର ଟିକେ ହଁ 8 ଦିନ ହେବ ଏ ଶନିବାରକୁ ଆଜି ହେଲା ଶୁକ୍ରବାରଟି ହଁ ଆଜି ହେଲା 7 ଦିନ ହଁ ହେବ କାଲି ଶନିବାରକୁ 8 ଦିନ ହେବନି ହୁଁ। ଗଲା ଫୋନ୍ଟା ତୁମେ ମୋତେ କରୁଥିବ ମୁଁ ଶୁଣ ମୁଁ ଆସିବା ମାନେ ପୁଅ ଆସିବା ମାନେ ଯାଇକି ପହଞ୍ଚିବି ହଉ ତାହେଲେ ଆମର ତାହେଲେ ଜିନିଷ ତାହେଲେ ପୁରା ଫାଇନାଲ ଏଇ ଭିତରେ ଶୁଣ ସବୁ ଆସିବ ହରି କାଲି ଜିନିଷ ଆସିଲେ ପ୍ରୟୋଗ ହେବ ଜିନିଷ ଯଦି